ଶ୍ମଶାନରେ ଦୟନୀୟ ଅବସ୍ଥାରେ କଟୁଛି ଜୀବନ। 16ଟି ଦଳିତ ପରିବାରର ବାସସ୍ଥାନ ପାଲଟିଛି ଶ୍ମଶାନ। ଆଉ ବର୍ଷା କାଦୁଅ ପଚପଚ ସାଙ୍ଗକୁ ପାଲଟଣା ଝୁମ୍ପୁଡ଼ି ଘରେ ସାପ ବେଙ୍ଗ ପରି ସରୀସୃପଙ୍କ ପ୍ରାଦୁର୍ଭାବ ପରିବେଶ। ଏହାରି ଭିତରେ ଭାଗ୍ୟକୁ ଆଦରି ଗୋଟିଏ ଗୋଟିଏ ଝୁମ୍ପୁଡ଼ି ଭିତରେ ବୟସ୍କଠୁ ପିଲାଛୁଆ, ଗୋରୁ ଗାଈ ଛେଳି ଏକାଠି ଜୀବନ କାଟୁଛନ୍ତି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଗାଁର 16ଟି ଦଳିତ ପରିବାରର ଦୁର୍ଦ୍ଦଶା କହିଲେ ନ ସରେ। ଗାଁର ଗୋଚର ଜମିରେ 16ଟି ଦଳିତ ପରିବାର 50 ବର୍ଷ ଧରି ବସବାସ କରି ଆସୁଥିଲେ। କିଛିଦିନ ତଳେ ଏ ଜମିକୁ ବ୍ୟକ୍ତିଗତ ଓ ଦେବୋତ୍ତର ସମ୍ପତ୍ତି ଦର୍ଶାଇ ଜିଲ୍ଲା ପ୍ରଶାସନ ଏମାନଙ୍କ ଘର ଭାଙ୍ଗିବା ସହ ଉଚ୍ଛେଦ କରିଥିଲା। କୌଣସି ଥଇଥାନ କରିବା ପୂର୍ବରୁ ଏମାନଙ୍କୁ ବାସହରା କରିବା ପରେ ଖଣ୍ଡେ ଖଣ୍ଡେ ଜରିପାଲ ଦେଇ ସେହି ଗାଁର ଏକ ଶ୍ମଶାନରେ ଜିଲ୍ଲା ପ୍ରଶାସନ ରହିବାକୁ କହିଥିଲା। ସେହି ଦିନଠୁ ଏହି ଲୋକମାନେ ନିଜ ପିଲା ଛୁଆ ଗୋରୁ ଛେଳିଙ୍କୁ ଧରି ଖଣ୍ଡେ ଖଣ୍ଡେ ଜରିପାଲ ଘେରା ଚାଳିଆ ତିଆରି କରି ରହି ଆସୁଛନ୍ତି। ଆଉ ମଶାଣିରେ ଯମ ଯନ୍ତ୍ରଣା ଭୋଗିବା ସାର ହେଉଛି। ବସ୍ତିରେ ଯେଉଁ ବସ୍ତିରେ ଆମେ ବାଲିଘାଇରେ ଥିଲୁ, ଆମେ ଭୂମିହୀନ ହରିଜନ ବୋଲି 50 ବର୍ଷ ତଳେ ଆମେ ତହସିଲକି ଦରଖାସ୍ତ କରିଥିଲୁ। ସେ ଆମକୁ ସାର୍ଟିଫାଏ ନକଲ ଦେଇଥିଲେ, ପ୍ଲଟ୍ ଦେଖାଇ ନେଇଥିଲେ। ଆମେ ସେଇ ପ୍ଲଟ୍ରେ ଘର କରିଥିଲୁ। ଅନ୍ୟ ଜଣେ ପକ୍ଷ ହୋଇକରି ଆମକୁ ସେଠୁ ବହୁତ ଝଡ଼ ଝଞ୍ଜା ଆମେ ସହିଛୁ। ବାପା ଆମ ପିଲାମାନେ ମୂର୍ଖ ହୋଇଯାଇଛନ୍ତି, ଅଶିକ୍ଷିତ ହୋଇଯାଇଛନ୍ତି। ଆମେ 20 ଟଙ୍କାରେ ମୂଲ ନାଇକି ଆଣିକି ସେଠି ଆମେ କେସ୍ରେ ଲଢ଼ିଛୁ, ଥାନାରେ ପଇଛୁ, ଜେଲରେ ପଇଛୁ। ରାତିରେ ଘର ପୋଡ଼ିଦେବ, ଦିନରେ ଗୁଣ୍ଡା ଦଳାଣି ଘର ନିଆଁ ଲଗେଇଦେବ। ଆମେ କାମ ଧନ୍ଦାକୁ ଯାଇଥିବୁ, ଆମ ଛୁଆ ପିଲା ହାଉ ହାଉ ହେଉଥିବେ। ଆମକୁ ଯେଉଁ ସାର୍ଟିଫାଏ ନକଲ ଖଣ୍ଡ ଖଣ୍ଡ ଦେଇଥିଲେ ସେ ସବୁ ପୋଡ଼ି ଜଳି ଯାଇଛି। ତେଣୁକରି ଆମ ପାଖରେ କୌଣସି ମର୍ଗେଜ୍ ନଥିବାରୁ ସେ କେସ୍ କରିକିରି ଆମ ସାଙ୍ଗରେ ଆମକୁ ଏଇଠୁ ବିଚ୍ଛେଦ କରିଦେଇଛି। ପୋଲିସ ପରିସର ଛିଡ଼ା କରିଛି। ତହସିଲଦାର ଉପସ୍ଥିତିରେ ସେ ଆମକୁ ଘର ଭାଙ୍ଗି ସେଠି ବିଚ୍ଛିନ୍ନ କରିଦେଇଛି। ଆଜିକି 7 ମାସ ହେଲାଣି ଆମେ ଆସି ମଶାଣିରେ ପଡ଼ିଛୁ। ଆମକୁ ତହସିଲଦାର ପଟା ଖଣ୍ଡେ ଖଣ୍ଡେ ଲିଜ୍ ଦେଲେ ଅନାବାଜି ଜମି। ଇଏ ପଟା ବି ଆମେ ଇଏ ସାର୍ଟିଫାଇ ନକଲ ପାଇଛୁ। ତାପରେ ଜବରଦସ୍ତି ଇଏ ଭଙ୍ଗାରୁଜା କରିକିରି ଇଏ କଲେ। ସେ ପଟା ତହସିଲଦାର ଦେଇଥିଲେ, ଇଏ ତହସିଲଦାର କହିଲେ ସିଏ ତମର ନୁହଁ, ସିଏ ତା ଜମି, ସରକାରୀ ଜମି ତାଙ୍କର କେମିତି ହେଲା? ନୃସିଂହ ଚରଣ ମହାନ୍ତିର। ଏହି ଘଟଣାକୁ ନେଇ ଦଳିତ ସଂଗଠନ ସହାୟତାରେ ଏହି ଲୋକମାନେ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ କୋର୍ଟ ଓ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହେବା ପରେ ଏମାନଙ୍କୁ ବସୁନ୍ଧରା ଯୋଜନାରେ ଖଣ୍ଡେ ଖଣ୍ଡେ ଜମି ଦେଇଛି ପ୍ରଶାସନ। ମାତ୍ର ଜମି ଚିହ୍ନଟ ଓ ପକ୍କା ଘର ପ୍ରଦାନ କାର୍ଯ୍ୟ ବିଳମ୍ବ ହେତୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ହିତାଧିକାରୀ। ଅନ୍ୟପଟେ ଏମାନେ ଓ ଏମାନଙ୍କ ପରିବାର ଦୀର୍ଘ 50 ବର୍ଷ ଧରି ରେସିଡେଣ୍ଟ ସାର୍ଟିଫିକେଟ୍ରୁ ବଞ୍ଚିତ ହୋଇ ଆସୁଥିବା କାରଣରୁ ଉଚ୍ଚଶିକ୍ଷା ଓ ବିଭିନ୍ନ ସରକାରୀ ଯୋଜନାରୁ ବାଦ୍ ପଡ଼ିଛନ୍ତି, ଯେଉଁଥିପାଇଁ ଏହି ମୌଳିକ ଅଧିକାର କ୍ଷତିପୂରଣ ଦାବି କରିଛନ୍ତି ଦଳିତ ନେତା। जो 50 वर्षर सरकार साथ आम लड़ी आईचु कि सरकार को ये अन्य व्यक्ति कहला जे मो जगह तुम उठी जाओ, देख पुलिस बुलडोजर लगे भांगीदेला। जो आम तहसिलदार थे आमको गोटे पाल खंडे खंडे देते। आप देखो पाल खंडे गोटे अच्छी से पाल खंड मध्य अवस्था जो आम अच्छू से कौन प्रशासन भी ये नजर पकई ना। बर्तमान वर्षा स्टार्ट से 16 जन परिवार जो कि अनुसूचित जाति भोई संप्रदाय ग्राम्य श्मशान तहसिलदार खंडे खंडे पॉलिथिन नहीं रखिंट जो गुड़ाक मानविक अधिकार उल्लंघन करुला। ताकू आधार करी मो मान्यवर ह्यूमन राइट कमिशन को द्वारस्थ होती। मान्यवर ह्यूमन राइट कमिशन केसटा को गंभीरता सहित विचार करी जिलापाल जगतसिंहपुर निर्देश देते तुरंत तदंत करी से 16टी परिवार को वसुंधरा योजना थैथान करिया। ये गोटे जिनिस स्पष्ट आसला जे आपण देखु 50 वर्ष न्यायिक संग्राम से 1976 मसीह दीर्घ समय न्यायिक परिसमाप्ति घटी, अन्याय विरुद्ध न्याय जय होइछे। तेबे कोर्ट को निर्देश और आईन अनुଯାयी ସେହି ଅବହେଳିତ ପରିବାରମାନଙ୍କୁ ଜମି, ବାସଗୃହ ତଥା ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି। 16 जनकर जो कोर्ट ऑर्डर बल विस्थापित होते मुझे प्रत्येक लोकर इनक्वारी कर तदंत कर सारी। बर्तमान आम से जहाँ देखागला से भूमिहीन लोक अटंती जो मैंने वसुंधरा योजना घर ढीह पाइबा योग्य अटंती। इनक्वारी सरी बर्तमान इनक्वारी पर आम गोटे से जहाँ
ଲିଜ୍ ଆଇନ ଅନୁସାରେ ଆମେ ବର୍ତ୍ତମାନ ସେଠି ନୋଟିସ୍ ଜାରି କରିଛୁ। ଯଦି କାହାର କିଛି ଆପତ୍ତି ଅଭିଯୋଗ ଥିବ 15 ଦିନ ନୋଟିସ୍ ଜାରି କରିଛୁ। 15 ଦିନ ନୋଟିସ୍ ଜାରି ହେଲା ପରେ ତାଙ୍କ ନାଁରେ ଆମେ ଜାଗା ଦେବା ପାଇଁ ତା'ର ବ୍ୟବସ୍ଥା କରିବୁ। ବର୍ଷାରେ ବେହାଲ ହୋଇଗଲାଣି 16ଟି ପରିବାରର ଦୁର୍ଦ୍ଦଶା। ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ଜଗତସିଂହପୁରରୁ ପ୍ରତାପ କୁମାର ସିଂଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।